Lord will remain always here in Puri Dham. No other Dham he will go. We may worship him in different places as his photos. କେବଳ ଏଇ ଜାଗାରେ ଭଗବାନ ରହିପାରିବେ ସେ ତାଙ୍କର ପ୍ରମିସ୍ କରିଛନ୍ତି। ସେ ପ୍ରମିସ୍ କରିକିରି ନିଜେ କହିଦେଇଛନ୍ତି ଯେ ମୁଁ କେବଳ ଏଇ ଜାଗା ଛାଡ଼ି କୁଆଡ଼େ ଯିବିନି, ଏଇଠି ରହିବି। ତେଣୁ ଆମେ ଆମର ଭକ୍ତିରେ ଯେଉଁଠି ଯେତେ ମନ୍ଦିର କରି ପୂଜା କରିପାରୁ, କିନ୍ତୁ ଏ ପୂଜା ହେଇପାରିବନି। ଏ ପୂଜା କେବଳ ଏଇଠି ହେବ। ଏଇଠି ଚନ୍ଦ୍ରାକେ ହେଉଛି ଏବଂ ପୃଥିବୀ ଯେଦିନ ଥିବ, ସୃଷ୍ଟି ଯେଦିନ ଥିବ, ଏଇଠି କେବଳ ଏଇ ପୁରୀ ଧାମରେ ଜଗନ୍ନାଥଙ୍କୁ ପୂଜା ହେଇପାରିବ। ତା ବିଷୟରେ ମୁଁ କହିପାରିବିନି, ମୁଁ ଭଲ ଜାଣିନି। ବିଭ୍ରାନ୍ତି କରିବା ଉଚିତ ନୁହଁ। ଯିଏ ଜଗନ୍ନାଥଙ୍କ ନାଁରେ ବିଭ୍ରାନ୍ତି କରିବେ, ଜଗନ୍ନାଥ ବୋଲି ପନିଶ ଦେବ। ଜଗନ୍ନାଥଙ୍କ ମନ୍ଦିର ଏଠାରେ ଅଛି, ୟାକୁ କୌଣସି ମତେ କେହି କ୍ୱେଶ୍ଚିନ୍ କରିବା ଉଚିତ ନୁହଁ। ମୁଁ ଜାଣିନି ବୟକଟ ପୁରୀ କରାଯାଉଛି। ପୁରୀକୁ ପର୍ଯ୍ୟଟକଙ୍କୁ ରୋକିବା ପାଇଁ ସ୍ୱତନ୍ତ୍ର ବଙ୍ଗ ବାହିନୀ ନିର୍ମାଣ କରାଯାଉଛି। ଜଗନ୍ନାଥ ବୁଝିବେ, କଣ କହିବେ? ଜଗନ୍ନାଥ ବୁଝିବେ। ଜଗନ୍ନାଥ ତ ବୁଝିବେ, ପୁଣି ଆମେ ଜଗନ୍ନାଥଙ୍କ ଆମ ମାଧ୍ୟମରେ ବୁଝେ ପରା ଜଗନ୍ନାଥ ବୁଝିବେନି। ଜଗନ୍ନାଥଙ୍କର କଥାଟାକୁ ଆମେ କାହିଁ କରିବା? ଦେଖନ୍ତୁ, ଯିଏ ତାକୁ ଜଗନ୍ନାଥଙ୍କ ତୁଣ୍ଡ ଖୋଲି କହିପାରୁଛନ୍ତି। ହଁ, କହୁନାହାନ୍ତି। ଆଉ କିଏ କହୁଛି? ଆମେ ସମସ୍ତେ କହୁଛୁ, କିଏ କହୁଛି? ସେଇ କଥା ତ, ଆପଣ ହିଁ ତୁଣ୍ଡ ଖୋଲିବେ ନା, ଆପଣଙ୍କ ମାଧ୍ୟମରେ ହିଁ ଜଗନ୍ନାଥ କହିବେ ନା। ଆପଣ କୁହନ୍ତୁ। ମୁଁ କହିବି ଯେ ବୟକଟ କରିବା ବା ତା ବିଷୟରେ ବିଦ୍ରୋହ କରିବା ଉଚିତ ନୁହଁ। ବଙ୍ଗଳାରେ ଆମେ ଶୁଣୁଛୁ, ବଙ୍ଗ ପ୍ରଦେଶରେ ବର୍ତ୍ତମାନ ଯେଉଁ ବିଦ୍ରୋହ କ'ଣ ଚାଲିଛି, କାରଣ ସେ କେଉଁ ଜାଗାରେ ହେଇଛି, ଟେମ୍ପଲ ଦୀଘା ଟେମ୍ପଲରେ ସେଠି ବ୍ୟତିକ୍ରମ ହେଇଛି। ସେଥିପାଇଁ ସେ ରିଗ୍ରେଟ୍ କରିବା କଥା। ରିଗ୍ରେଟ୍ କରିକିରି ସମସ୍ତେ ମିଶି ଯାଆନ୍ତୁ। ରିଗ୍ରେଟ୍ କରିବା ଉଚିତ ନୁହଁ। ସେ ତ ରିଗ୍ରେଟ୍ କରିବା ଦରକାର। ରିଗ୍ରେଟ୍ କରିକି ସମସ୍ତେ ମିଶି ଯାଆନ୍ତୁ। ଧାମ ଲେଖିଦେବା। ଏଠି ଆମର ମୁଖ୍ୟ ହଉଛି ଜଗତଗୁରୁ ଶଙ୍କରାଚାର୍ଯ୍ୟ, ତାଙ୍କୁ କେତେ ଅପମାନିତ ହେଲା। ଯିଏ ପ୍ରତିଷ୍ଠା କରିଦେଲେ ଏଠି, ଯେ ମହାପ୍ରଭୁ ରସପଥ ସେବକ, କୋଉ ସେବକ ହେଲା? କୋଉ ସେବକ ହେଲା? ସେଠି ତ ସେବକ ଆମର କେହି ଯାଆନ୍ତି। ଆପଣ ଯାହା କଥା କହୁଛନ୍ତି, ଯିଏ ଯାଇଛି ସେ ତା ଫଳ ଭୋଗିବ, ନିଶ୍ଚିତ ଭାଗିବ। ତାକୁ କେହି ଅଟକେଇ ପାରିବେନି। ସେ କଥା ଯେତେ ଆଜି ଗୋଟେ କଥା କହି ଗୋଟେ ମିଛକୁ ବର୍ତ୍ତମାନ ସେ 1000 ମିଛ କହୁଛନ୍ତି, ତା ଫଳ ନିଶ୍ଚିତ ଭୋଗିବେ। ସେଠି କହିଲେ ଗୋଟେ କଥା, ଏଠି କହିଲେ ମୁଁ ଦାରୁ ବିଗ୍ରହ ନେଇଯାଇଛି, ଦାରୁ କାଠ ନେଇକି କରିଛି ବିଗ୍ରହ, ତା ଫଳ ଭୋଗିବେ। କାରଣ ମିଛ ଆମେ କହିଲେ ସିଏ କହିଲେ। ତେଣୁ ତାଙ୍କ ନିଜକୁ ଆମର କାଲି ଚିଠି ପହଞ୍ଚି ନିଜକୁ ଆମେ ଲେଖିକି ଦେଇଛୁ ଯେ ଯିଏ ଏ ପ୍ରକାର ଭୁଲ କରୁଛି ତାଙ୍କୁ ଆରେଷ୍ଟ କରାଯାଉ ଏବଂ ବାସନ୍ଦ କର ଯୁଗ ଯୁଗ, ତାହେଲେ ସେମାନେ ଚେତିବେ। ଯିଏ ବି ହଉ, ଯେକୌଣସି ବ୍ୟକ୍ତି ହଉ ଶ୍ରୀମନ୍ଦିରର, ଯିଏ ଓଡ଼ିଆମାନଙ୍କର ଅସ୍ମିତା ଉପରେ ଯିଏ ପ୍ରଶ୍ନବାଚୀ ଆଣିଲା, ନିଶ୍ଚିତ ଭାବରେ ଆକ୍ସନ ତାପରେ ହେବା ଦରକାର। ଆଉ ହବ ବି। ସମସ୍ତେ ବର୍ତ୍ତମାନକୁ ଆକ୍ସନ ନେବେ, କେହି ଛାଡ଼ିବେନି। ମନେ ରଖିଥାନ୍ତୁ, ସମସ୍ତେ ଆମେ ଜାଣିଛେ 4 ଧାମର ଧାମ ହଉଛି ଶ୍ରୀକ୍ଷେତ୍ର ଧାମ, ହଉଛି ସବୁ ଶ୍ରେଷ୍ଠ ଧାମ, ସମସ୍ତେ ଜାଣନ୍ତି। ଆପଣ ବିଶ୍ୱରେ ଯେତେ ଜଗନ୍ନାଥ ମନ୍ଦିର ଅଛି, ହଉ 1000 ହଉ 10,000 ହଉ, ମହାପ୍ରଭୁଙ୍କ ପ୍ରସାର ପ୍ରଚାର ହଉ, କିନ୍ତୁ ଜଗନ୍ନାଥ ମହାପ୍ରଭୁଙ୍କର ଯାହା ନିୟମ, ତାଙ୍କର ଯାହା ନୀତିରୀତି ଅଛି, ସେଇ ଅନୁଯାୟୀ ସେମାନେ ତାଙ୍କର କାର୍ଯ୍ୟ କରନ୍ତୁ। ମୂଳ ପୀଠ ନାଁରେ ଯୋଉ ଚଞ୍ଚକତା ହେଲା, ତା ଫଳ ନିଶ୍ଚିତ ଭୋଗ କରିବେ, କେହି ରହିପାରିବେନି। ନବକଳେବର ସମୟରେ 15 ମସିହାରେ ଯୋଉ ବିଗ୍ରହ ବସିଛନ୍ତି, ସେ ଗୋଟେ ପ୍ରଚଣ୍ଡ ରାଗିକି ବସିଛନ୍ତି। ଯୋଉ ସମୟରେ ଜନ୍ମ ହେବା କଥା ନ ହୋଇ ଯୋଉ ଦିନ ଉଦୁଦିଆ ସମୟରେ ଯୋଉ 12ଟା ପରେ ଯୋଉ ଜନ୍ମ ହେଲେ, ସ୍ୱୟଂ ଜଗନ୍ନାରାୟଣ ଜନ୍ମ ହୋଇଛନ୍ତି। ଜାଳି ଦେବେ, ମନେ ରଖିଥାନ୍ତୁ। ମହାପ୍ରଭୁ ସମସ୍ତେ ଜାଳି ଦେବେ। ଆଜି ବି ଦେଖନ୍ତୁ ଆପଣ ଯେ ସେବାୟତମାନଙ୍କୁ ଛାଡ଼ିଲେନି, ତାଙ୍କର ଅତି ପ୍ରିୟ ସେବାୟତ, ତାକୁ ବି ଛାଡ଼ିଲେନି। କାହାକୁ ଛାଡ଼ିବେନି, ମନେ ରଖିଥାନ୍ତୁ। ଧ୍ୱଂସ ହବାଟା ନିଶ୍ଚିତ ହେଇଯିବ। ସେ ତା ଫଳ ଭୋଗିବ। ଆଉ ସିଏ ବି ଯୋଉ ବୟକଟ କରିଛି, ସେ ନିଜେ ବି ବୟକଟ ହେଇଯିବ। ଖୁବ୍ କମ୍ ସମୟ ଭିତରେ ନିଜେ ବି ବୟକଟ ହେଇଯିବ। କେବେ ମନେ ରଖିଥାନ୍ତୁ, ୱେଷ୍ଟବେଙ୍ଗଲ ଲୋକ ଯୋଉମାନେ, ସେମାନେ ପୁରୀକି ଆସିବା ଏବଂ ପୁରୀ ମହାପ୍ରଭୁଙ୍କ ସାଙ୍ଗରେ ଜଡ଼ିତ ଆଜି ନୁହେଁ, ଆହ୍ୱାନ କାଳରୁ ଅଛି। ସେମାନେ ରହିବେ। ସେମାନେ ଆଜି ଦିନରେ ଯୋଉ ଦେଖୁଥିଲେ ଯେ ଏମାନେ ସୋସିଆଲ ମିଡିଆ କରନ୍ତୁ, ଯେତେ ଯାହା କରନ୍ତୁ, କିନ୍ତୁ ମନେ ରଖିଥାନ୍ତୁ ଲୋକ ଶ୍ରୀକ୍ଷେତ୍ର ପୁରୀକି ଆସିବେ।